ଈଶ୍ୱର ସାଧାରଣତଃ ମଣିଷ ଭିତରେ ସକାରାତ୍ମକତା ସହିତ ନକାରାତ୍ମକତାକୁ ବି ଦେଇଛନ୍ତି। ଆଉ ମଣିଷକୁ ବିବେକ ଦେଇଛନ୍ତି, ଯାହାଦ୍ୱାରା ସେ ଉଚିତ ଅନୁଚିତ ଭଲ ମନ୍ଦ ପାପ ପୁଣ୍ୟର ବିଚାର କରିପାରିବ ଏବଂ ଯେଉଁଟା କରିବା ଭଲ ସେ ତାକୁ କରିବା ଉଚିତ। କିନ୍ତୁ ଯଦି ମଣିଷ ଅହଙ୍କାରର ବଶବର୍ତ୍ତୀ ହେଇ ନିଜର ନୈତିକତାକୁ ଭୁଲିଯାଏ, ପ୍ରତିଶୋଧ ପରାୟଣ ହୁଏ, ତାହେଲେ ତାର ସବୁ ଶିକ୍ଷା ସଂସ୍କାର ଶୃଙ୍ଖଳା ବ୍ୟର୍ଥ ହୁଏ। ଆଜୀବନ ତପସ୍ୟା ତାର ନଷ୍ଟ ହେଇଯାଏ ଯେତେବେଳେ ସେ ଅହଙ୍କାରର ବଶବର୍ତ୍ତୀ ହେଇ ପ୍ରତିଶୋଧ ପରାୟଣ ହୁଏ। ଈଶ୍ୱରଙ୍କର ସେଇ ଦିବ୍ୟ ଭାବନାକୁ ଯିଏ ଅନୁଭବ କରେ ସେ ତ୍ୟାଗଶୀଳ ହୁଏ, କ୍ଷମାକୁ ବ୍ରତ ରୂପରେ ଗ୍ରହଣ କରେ, ନିଜର ଜୀବନକୁ ଶୃଙ୍ଖଳିତ ମାର୍ଜିତ କରେ ଏବଂ ପ୍ରତିଶୋଧ ପରାୟଣ ନ ହେଇ ସବୁବେଳେ ଦୟା କ୍ଷମା କରୁଣା ଗୁଣକୁ ନିଜ ଭିତରେ ବଢ଼େଇ ଚାଲେ। ଅନ୍ୟାୟ ଅନୀତି ଦୁର୍ନୀତି ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରେ। ପରନିନ୍ଦା ପରଚର୍ଚ୍ଚା ସେ ଅଣଦେଖା କରେ। ଠିକ୍ ଭୁଲ ଉଚିତ ଅନୁଚିତକୁ ନେଇ ସେ ଅନ୍ଧ ଭାବରେ କୌଣସି ବି ନିଷ୍ପତ୍ତି ନିଏ ନାହିଁ, ବରଂ ନିରପେକ୍ଷ ଭାବରେ ସତ୍ ପଥର ଯାତ୍ରୀ ହୁଏ, ଈଶ୍ୱରଙ୍କୁ ଅନୁସରଣ କରେ, ଈଶ୍ୱରଙ୍କର ଭକ୍ତିକୁ ଜୀବନରେ ଗ୍ରହଣ କରେ। ମଣିଷର ଜନ୍ମରୁ ନୁହେଁ, କର୍ମରୁ ମଣିଷର ପରିଚୟ ତିଆରି ହୁଏ।